ଆଦି ପୁସ୍ତକ ଏକ ପର୍ବ ତାର ଦୁଇ ପଦରେ ଲେଖା ଅଛି, ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପ୍ରଶ୍ନ ସଂଖ୍ୟା 1, ଏହା କାହାର ଅବସ୍ଥାକୁ ବୁଝାଏ? ଏହା କାହାର ଅବସ୍ଥାକୁ ବୁଝାଏ? ସମ୍ଭାବ୍ୟ ଉତ୍ତର ଏ ପଶୁର ଅବସ୍ଥା, ବି ମନୁଷ୍ୟର ଅବସ୍ଥା, ସି ଦୂତର ଅବସ୍ଥା। ସଠିକ୍ ଉତ୍ତର ବି ମନୁଷ୍ୟର ଅବସ୍ଥା। ଆଦି ପୁସ୍ତକ ଏକ ପର୍ବ ତାର 3 ପଦରେ ଲେଖା ଅଛି, ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ପ୍ରଶ୍ନ ସଂଖ୍ୟା 2, ଦୀପ୍ତି କାହାକୁ ବୁଝାଏ? ଦୀପ୍ତି କାହାକୁ ବୁଝାଏ? ସମ୍ଭାବ୍ୟ ଉତ୍ତର ଏ ସୂର୍ଯ୍ୟ, ବି ଚନ୍ଦ୍ର, ସି ଯୀଶୁଖ୍ରୀଷ୍ଟ। ଏ ସୂର୍ଯ୍ୟ, ବି ଚନ୍ଦ୍ର, ସି ଯୀଶୁଖ୍ରୀଷ୍ଟ। ସଠିକ୍ ଉତ୍ତର ସି ଯୀଶୁଖ୍ରୀଷ୍ଟ। ଆଦି ପୁସ୍ତକ 2 ପର୍ବ ତାର 7 ପଦରେ ଲେଖା ଅଛି, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ପ୍ରଶ୍ନ ସଂଖ୍ୟା 3, ଧୂଳି କାହାର ପ୍ରତୀକ? ଧୂଳି କାହାର ପ୍ରତୀକ? ସମ୍ଭାବ୍ୟ ଉତ୍ତର ଏ ଦୁର୍ବଳତାର ପ୍ରତୀକ, ବି ବଳବାନର ପ୍ରତୀକ, ସି ଜ୍ଞାନବାନର ପ୍ରତୀକ। ସଠିକ୍ ଉତ୍ତର ଏ ଦୁର୍ବଳତାର ପ୍ରତୀକ। ଆଦି ପୁସ୍ତକ 2 ପର୍ବ ତାର 9 ପଦରେ ଲେଖା ଅଛି, ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନା ଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ। ପ୍ରଶ୍ନ ସଂଖ୍ୟା 4, ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ କାହାକୁ ବୁଝାଏ? ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ କାହାକୁ ବୁଝାଏ? ସମ୍ଭାବ୍ୟ ଉତ୍ତର ଏ ଧର୍ମଶାସ୍ତ୍ର ବାଇବେଲ, ବି ବ୍ୟବସ୍ଥା, ସି ଯୀଶୁଖ୍ରୀଷ୍ଟ। ସଠିକ୍ ଉତ୍ତର ବି ବ୍ୟବସ୍ଥା। ପ୍ରଶ୍ନ ସଂଖ୍ୟା 5, ଅମୃତ ବୃକ୍ଷ କାହାର ପ୍ରତିଛବି? ଅମୃତ ବୃକ୍ଷ କାହାର ପ୍ରତିଛବି? ସମ୍ଭାବ୍ୟ ଉତ୍ତର ଏ ଈଶ୍ୱରଙ୍କ, ବି ଶୈତାନର, ସି ଯୀଶୁଖ୍ରୀଷ୍ଟଙ୍କର। ସଠିକ୍ ଉତ୍ତର ସି ଯୀଶୁଖ୍ରୀଷ୍ଟଙ୍କର। ରୋମିଓ ପୁସ୍ତକ 5ର 12 ପଦରେ ଲେଖା ଅଛି,
ଜଣେ ଲୋକ ଦ୍ୱାରା ପାପ ଜଗତରେ ପ୍ରବେଶ କଲା। ପ୍ରଶ୍ନ ସଂଖ୍ୟା 6। କେଉଁ ମନୁଷ୍ୟ ଦ୍ୱାରା ପାପ ଜଗତରେ ପ୍ରବେଶ କଲା? କେଉଁ ମନୁଷ୍ୟ ଦ୍ୱାରା ପାପ ଜଗତରେ ପ୍ରବେଶ କଲା? ସମ୍ଭାବ୍ୟ ଉତ୍ତର ନୋହ, ବି ଆଦମ, ସି ଅବ୍ରାହମ। ସଠିକ ଉତ୍ତର ବି ଆଦମ। ଆଦିପୁସ୍ତକ 3 ପର୍ବରେ ହବା କାହିଁକି ଶୈତାନକୁ ଜାଣିପାରିଲା ନାହିଁ? ପ୍ରଶ୍ନ ସଂଖ୍ୟା 7। ହବା କାହିଁକି ଶୈତାନକୁ ଜାଣିପାରିଲା ନାହିଁ? ହବା କାହିଁକି ଶୈତାନକୁ ଜାଣିପାରିଲା ନାହିଁ? ସମ୍ଭାବ୍ୟ ଉତ୍ତର ଏ ହବାଠାରେ ଈଶ୍ୱରଙ୍କ ବାକ୍ୟ ନଥିଲା, ବି ହବା ପାଖରେ ଜ୍ଞାନ ନଥିଲା, ସି ହବା ଈଶ୍ୱରଙ୍କ ବାକ୍ୟକୁ ସ୍ପଷ୍ଟ ଭାବରେ ଗ୍ରହଣ କରିନଥିଲା। ସି ହବା ଈଶ୍ୱରଙ୍କର ବାକ୍ୟକୁ ସ୍ପଷ୍ଟ ଭାବେ ଗ୍ରହଣ କରିନଥିଲା। ଆଦିପୁସ୍ତକ 3 ପର୍ବ ତାର 7 ପଦରେ ଲେଖା ଅଛି, ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ନିଜ ଉଲଙ୍ଘତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଂ ଘାଗରା ବନାଇଲେ। ପ୍ରଶ୍ନ ସଂଖ୍ୟା 8। ହବା ଆଦମ ପିନ୍ଧିଥିବା ଡିମିରି ପତ୍ର ଘାଗରାର ପ୍ରକୃତ ଅର୍ଥ କ'ଣ? ହବା ଆଦମ ପିନ୍ଧିଥିବା ଡିମିରି ପତ୍ର ଘାଗରାର ପ୍ରକୃତ ଅର୍ଥ କ'ଣ? ସମ୍ଭାବ୍ୟ ଉତ୍ତର ଏ ମନୁଷ୍ୟ ନିଜକୁ ଲୁଚାଇବା, ବି ମନୁଷ୍ୟ ନିଜର ଯୋଜନା ଦ୍ୱାରା ପାପକୁ ଢାଙ୍କିବା, ସି ମନୁଷ୍ୟ ଈଶ୍ୱରଙ୍କ ଠାରୁ ଦୂରକୁ ଚାଲିଯିବା। ସଠିକ ଉତ୍ତର ବି ମନୁଷ୍ୟ ନିଜର ଯୋଜନା ଦ୍ୱାରା ପାପକୁ ଢାଙ୍କିବା। ଆଦିପୁସ୍ତକ 3 ପର୍ବ ତାର 17 ପଦରେ ଲେଖା ଅଛି, ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ। ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ଯାବଜୀବନ କ୍ଲେଶରେ ତହିଁରୁ ଭୋଗ୍ୟ ପାଇବ। ପ୍ରଶ୍ନ ସଂଖ୍ୟା 9। ଆଦମଙ୍କ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ଏହାର ଅର୍ଥ କ'ଣ? ଆଦମଙ୍କ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ଏହାର ଅର୍ଥ କ'ଣ? ସମ୍ଭାବ୍ୟ ଉତ୍ତର ମନୁଷ୍ୟ ଅଭିଶପ୍ତ ହେଲା, ବି ପୃଥିବୀ ଅଭିଶପ୍ତ ହେଲା, ସି କେବଳ ମାଟି ଅଭିଶପ୍ତ ହେଲା। ସଠିକ ଉତ୍ତର ଏ ମନୁଷ୍ୟ ଅଭିଶପ୍ତ ହେଲା। ଆଦିପୁସ୍ତକ 3 ପର୍ବ ତାର 21 ପଦରେ ଲେଖା ଅଛି, ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାହାଙ୍କର ଭାର୍ଯ୍ୟାକୁ ପିନ୍ଧାଇଲେ। ପ୍ରଶ୍ନ ସଂଖ୍ୟା 10। ସଦାପ୍ରଭୁ ପରମେଶ୍ୱର ହବା ଓ ଆଦମଙ୍କ ଚର୍ମର ବସ୍ତ୍ର ପିନ୍ଧାଇଲେ, ଏହାର ଅର୍ଥ କ'ଣ? ସଦାପ୍ରଭୁ ପରମେଶ୍ୱର ହବା ଓ ଆଦମଙ୍କୁ ଚର୍ମର ବସ୍ତ୍ର ପିନ୍ଧାଇଲେ, ଏହାର ଅର୍ଥ କ'ଣ? ସମ୍ଭାବ୍ୟ ଉତ୍ତର ଈଶ୍ୱର ହବା ଓ ଆଦମର ଉଲଙ୍ଘତା ଢାଙ୍କିଲେ,
ବି ଈଶ୍ୱର ହବା ଓ ଆଦମଙ୍କୁ ସୁନ୍ଦର ଦେଖାଯିବା ପାଇଁ ଏହା କଲେ। ସି ଈଶ୍ୱର ବଳି ଦ୍ୱାରା ହବା ଓ ଆଦମର ପାପ ଢାଙ୍କିଲେ ଏବଂ ଧାର୍ମିକତା ଦେଲେ। ସଠିକ୍ ଉତ୍ତର ସି ଈଶ୍ୱର ବଳି ଦ୍ୱାରା ହବା ଓ ଆଦମର ପାପ ଢାଙ୍କିଲେ ଏବଂ ଧାର୍ମିକତା ଦେଲେ। এই ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ଆଶା କରେ ନିଶ୍ଚିତ ଭାବେ ଆପଣ ବାଇବେଲର ଅନେକ ଗୁପ୍ତ ବିଷୟ ଜାଣିଥିବେ। ଯଦି ଆପଣଙ୍କ ହୃଦୟରେ କିଛି ପ୍ରଶ୍ନ ଅଛି କିମ୍ବା ଉତ୍ତରକୁ ନେଇ କ'ଣ ଦ୍ୱନ୍ଦ୍ୱ ଅଛି, ତେବେ ନିଶ୍ଚିତ ଭାବେ ତଳେ କମେଣ୍ଟ ବକ୍ସରେ ଲେଖନ୍ତୁ। ମୁଁ ବାଇବେଲରୁ ପଦ ପର୍ବ ବାହାର କରି ଆପଣଙ୍କ ଉତ୍ତର ନିଶ୍ଚିତ ରଖିବି। ଧନ୍ୟବାଦ।